डाकुछि तुमको भक्ति अंजलि भरी डाकुछि तुमको आशा थरे मधुमयी आशा थरे मधुमयी हृदय वेदिको भक्ति अंजलि भरी डाकुछि तुमको तुम पाई खोला छे मो मन दुआर झुटिछि किछि मानन कि समर तुम पाई खोला छे मो मन दुआर झुटिछि किछि मानन कि समर सारा धरे चाहिछि मां सारा धरे चाहिछि मां तुम्हारी बात को भक्ति अंजलि भरी डाकुछि तुमको भक्ति अंजलि भरी डाकुछि तुमको समर्पण भाव रखी करे तुम काम अनुभव करुथाए तु परम प्रेम समर्पण भाव रखी करे तुम काम अनुभव करुथाए तु परम प्रेम तो कोଳରେ ଥିଲେ मां तो कोଳରେ ଥିଲେ मां धर्म काहाकू भक्ति अंजलि भरी डाकुछि तुमको आशा थरे मधुमयी आशा थरे मधुमयी हृदय वेदिको भक्ति अंजलि भरी डाकुछि तुमको भक्ति अंजलि भरी डाकुछि तुमको। वंदे मातरम। माँ पुस्तक 6ठ अध्याय महाकाली विभव को पठन करने मु गोला पापा को अनुरोध करुच्ची से पठन करेंगे। करुणामयी माँ परम प्रभु श्री अरविंद उपस्थित समस्त अपा भाई को मोर प्रणाम। माँ पुस्तक श्री अरविंद माँ पुस्तक महाकाली प्रकृति अन्य प्रकार विस्तृति नुहे उच्चता ज्ञान नुहे बल और वीर्य तांकर निजस्व विशेषतः तांक मध्यरे अच्छी गोटे दुर्बार तीव्रता पूर्ण सिद्धि आड़क शक्तिर विपुल आवेग सकल सीमा और सकल बाधा चूर्ण करी दौड़ी चली पारे एपरी एक दिव्य प्रचंडता तांकर समग्र भागवती प्रकृति झंझा परी रुद्र कर्मर प्रभाव प्रस्फुटित से अच्छंती क्षिप्रता सकाशे आशुफलदायी प्रक्रिया सकाशे सम्मुख आक्रमण सकाशे जहाँकि साक्षात एवं सघन आघात सबकिछि को पराभूत करे असुरंक प्रति भयंकर तांकर मुखमंडल भगवत विद्वेषी प्रति निर्मम निर्दारुण तांकर चित्त कारण से विश्वलोकर रणरंगिनी
ସଂଗ୍ରାମରେ କେବେ ବି ପଶ୍ଚାତପଦ ହୁଅନ୍ତି ନାହିଁ। ସାମାନ୍ୟ ତ୍ରୁଟି ବି ତାଙ୍କର ଅସହନୀୟ। ମନୁଷ୍ୟ ମଧ୍ୟରେ ଯାହା କିଛି ଅନିଚ୍ଛୁକ, ତା ପ୍ରତି ତାଙ୍କର ଦୃଢ ବ୍ୟବହାର, ଯାହା କିଛି ଜୋର କରି ଜ୍ଞାନହୀନ ଓ ତମଗ୍ରସ୍ତ ହୋଇ ରହିବାକୁ ଚାହେଁ, ତା ପ୍ରତି ସେ କଠୋର ହସ୍ତ। ବିଶ୍ୱାସଘାତକତା, ମିଥ୍ୟାଚାର ଓ ବିଦ୍ୱେଷର ବିରୋଧରେ ତାଙ୍କର କ୍ରୋଧ ସଦା ଉଦ୍ୟତ। ନିଦାରୁଣ ଦୁଷ୍ଟ ଇଚ୍ଛା ତାଙ୍କ ଚାବୁକର ଆଘାତରେ ତତ୍କ୍ଷଣାତ୍ ଜର୍ଜରିତ ହୁଏ। ମା ବର୍ତ୍ତମାନ ମୁଁ ଅନୁରୋଧ କରିବି ଆମର ଅନଲାଇନ ପାଠଚକ୍ରରେ ରାଉରକେଲା ଯୋଗ ମନ୍ଦିର ରଞ୍ଜିତ ଭାଇ ଆମର ଏଇ ରବିବାରର ପ୍ରତି ରବିବାରର ସାପ୍ତାହିକ ଠିକ 4ଟା ରୁ 5ଟା ବେଳେ ଏଇ ମା ବହି ଆଲୋଚନା ହୁଏ। ମୁଁ ଭାଇଙ୍କୁ ଅନୁରୋଧ କରିବି ସେ ମହାକାଳୀଙ୍କର ବିଭବ ଉପରେ ସେ ଆଲୋକପାତ ରଖିବେ। ଭାଇ କରୁଣାମୟୀ ମା ପରମ ପ୍ରଭୁ ଶ୍ରୀ ଅରବିନ୍ଦ, ଉପସ୍ଥିତ ସମସ୍ତ ମାତୃପ୍ରେମୀ ଅପା ଓ ଭାଇମାନେ, ଦିବ୍ୟ ଜନନୀଙ୍କର ଅଶେଷ କୃପା ଫଳରେ ଆମେ ତାଙ୍କରି ବିଷୟରେ କିଛି ପଢିବାର ସୁଯୋଗ ପାଇଛେ। ଆଲୋଚନାଟି ସବୁବେଳେ ଏକ ମାନସିକ କ୍ରିୟା। ଯେତେବେଳେ ଆମେ କୌଣସି ବିଷୟକୁ ଆଲୋଚନା କରୁ, ନିଶ୍ଚିତ ଭାବରେ ଆମ ମନର କିଛି ତ୍ରୁଟି ବିଚ୍ୟୁତି ତା ସାଙ୍ଗରେ ଯୁକ୍ତ ହେଇଯାଏ। ମଣିଷ ଭିତରେ ଥିବା ମନ ଏବଂ ତାର ଅଭିବୃଦ୍ଧି, ସେ ମନର ବିକାଶ, ତାର ପୂର୍ଣ୍ଣତା, ତାର ଅପୂର୍ଣ୍ଣତା, ବ୍ୟକ୍ତିର କଥାବାର୍ତ୍ତା ଭିତରେ କିଛି ନା କିଛି ପ୍ରତିଫଳିତ ହୁଏ। ସେଥିପାଇଁ ପୂର୍ବରୁ ଯେତେବେଳେ ଋଷିମାନେ ମନ୍ତ୍ର ଉଚ୍ଚାରଣ କରୁଥିଲେ, ସେତେବେଳେ ତାପରେ ସେଇ ଦେବଦେବୀଙ୍କୁ ଯାହାଙ୍କ ଉଦ୍ଦେଶ୍ୟରେ ମନ୍ତ୍ରଟି ଉଚ୍ଚାରଣ କରାଯାଉଥିଲା, ତାଙ୍କୁ କ୍ଷମା ପ୍ରାର୍ଥନା କରୁଥିଲେ। ମନ୍ତ୍ରହୀନମ କ୍ରିୟାହୀନମ ଭକ୍ତିହୀନମ ଜନାର୍ଦ୍ଦନମ ୟତ୍ ପୂରିତମ ଦେବମ୍। ମୋର ମନ୍ତ୍ର, ମୋର ପ୍ରାର୍ଥନାରେ ଯଦି କିଛି ଭୁଲ ତ୍ରୁଟି ରହିଯାଇଥାଏ, ତାକୁ ପରିପୂର୍ଣ୍ଣ କରିଦିଅନ୍ତୁ କହି। ତେଣୁ ଆଲୋଚନାଟି ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହଁ, ତାଙ୍କର ନାମଟିକୁ ସ୍ମରଣ କରିବା ତାଠାରୁ ବେଶୀ ଗୁରୁତ୍ୱପୂର୍ଣ୍ଣ। ଏଠି ସେଇ ଦିବ୍ୟ ଜନନୀଙ୍କର ନାମଟିକୁ ସ୍ମରଣ କରିବାର ଏକ ସୁଯୋଗ ଆମକୁ ମିଳିଛି। ଯଦିଓ ଜଣକ ଉପରେ ଦାୟିତ୍ୱ ଦିଆହେଇଛି ତାକୁ ଆଉ ଟିକେ ବିସ୍ତୃତ ଭାବରେ କହିବା ପାଇଁ, ସେଇଟା ଏଇଠି ଦିଆହେଇଛି ଯେ ଆମର ମନ ଚାହେଁ ତାକୁ ବୁଝେଇ ପାରୁଥିବା ଭଳି ଏକ ବ୍ୟାଖ୍ୟା, ଏକ ଆଲୋଚନା। କିନ୍ତୁ ବାସ୍ତବରେ ସବୁବେଳେ ଶକ୍ତିଟି ସେଇ ପୁସ୍ତକ ଭିତରେ ଲୁଚିକିରି ରହିଥାଏ, ସେଇ ଶବ୍ଦ ଗୁଡ଼ିକ ପଶ୍ଚାତରେ ଲୁଚିକି ରହିଥାଏ,
ଶ୍ରୀ ଅରବିନ୍ଦଙ୍କର ଲିଖିତ ବାକ୍ୟ ଗୁଡ଼ିକ ପଶ୍ଚାତରେ ଲୁଚିକି ରହିଥାଏ। ଆଲୋଚନାଟି ଆମେ କେବଳ କରୁ ଆମର ମନଟିକୁ ଟିକେ ବୁଝେଇବା ପାଇଁ। ସେଥିପାଇଁ ମା ଗୋଟେ ଜାଗାରେ କହିଥିଲେ ଯେ a drop of a practice is better than the ocean of theories। ସମୁଦ୍ର ପ୍ରମାଣର କେବଳ ତଥ୍ୟ ଗୁଡ଼ିକୁ ଉପସ୍ଥାପନା କରିବା ଅପେକ୍ଷା ଗୋଟିଏ ବୁନ୍ଦା ପ୍ରସ୍ତୁତି ତାଠାରୁ ଅଧିକ ଗୁରୁତ୍ୱ ବହନ କରେ। ଆଉ ଗୋଟେ ମେସେଜରେ ମା ଲେଖୁଛନ୍ତି ଯେ नो वर्ड्स एक्ट, କିଛି ବି ଶବ୍ଦ କାର୍ଯ୍ୟ କରେ ନାହିଁ। ତେଣୁ ମଣିଷ ନିଜର ବର୍ଣ୍ଣନାକୁ ନେଇକି ନିଜର ଉପସ୍ଥାପନାକୁ ନେଇକି କେବେ ବି ଏଇଟି ଭାବିବା କଥା ନୁହଁ ଯେ ସେ ପରମ ଯୋଉ ରହସ୍ୟ ରହିଛି ବା ପରମ ସତ୍ୟ ରହିଛି ତାକୁ ସମ୍ପୂର୍ଣ୍ଣ ଭାବରେ ପ୍ରକାଶ କରିଦେଇ ପାରୁଛି। ମାଙ୍କର ଏହି ବିଭାବ ଗୁଡ଼ିକ ଭିତରେ ଏତେ ବିସ୍ତୃତି ଏବଂ ଏତେ ବିଶାଳତା ରହିଛି ଯେ ଆମର ମନ କଦାପି ତାକୁ ସମ୍ପୂର୍ଣ୍ଣ ଭାବରେ ପ୍ରକାଶ କରିପାରିବ ନାହିଁ। ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ କେବଳ ଏହି ପୃଥିବୀ ନୁହଁ, ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ ର ପଶ୍ଚାତରେ ଯୋଉ ଆଦ୍ୟା ପରାଶକ୍ତି ରହିଛନ୍ତି ଆମେ ତାଙ୍କରି ବିଷୟରେ ଅଧ୍ୟୟନ କରିବାକୁ ଚେଷ୍ଟା କରୁଛୁ। ଆମେ ଯେତେବେଳେ କହୁଛୁ କେତୋଟି ଜିନିଷ ଯେମିତି ଗୋଟେ ପରମ ପ୍ରଜ୍ଞାକୁ ସେ ଧାରଣ କରିକି ରହିଛନ୍ତି, ବସ୍ତୁ ଗୁଡ଼ିକ କିଭଳି ଭାବରେ ତିଆରି ହବ, କଣ ହବ, ତାର ଅତୀତ, ତାର ବର୍ତ୍ତମାନ, ତାର ଭବିଷ୍ୟତ ସବୁ କିଛିକୁ ସେ ତାଙ୍କ ଭିତରେ ଧାରଣ କରିକି ରହିଛନ୍ତି। ସେ ପରମ ପ୍ରଜ୍ଞାମୟୀ ଅନନ୍ତ ଶକ୍ତିକୁ ଧାରଣ କରିକି ଅଛନ୍ତି। এই ବାକ୍ୟ ଗୁଡ଼ିକ ପଶ୍ଚାତରେ ଏତେ ବିଶାଳତା ରହିଛି ଯେ ଆମର ମନ ତାକୁ କେବେ ବି ଧରି ପାରିବ। ସେଇ ପରମ ପ୍ରଜ୍ଞାକୁ ଯେତେବେଳେ ଆମେ ବର୍ଣ୍ଣନା କରୁଛୁ ସେତେବେଳେ କିଛି ଆମେ ଏକ୍ସାମ୍ପଲ ଦେବାକୁ ଚେଷ୍ଟା କରୁଛୁ ଯେ ଦେଖ ଏ ବିଶ୍ୱ ପଶ୍ଚାତରେ ପ୍ରତ୍ୟେକ ବସ୍ତୁ ତିଆରି ପଶ୍ଚାତରେ ପ୍ରତ୍ୟେକ ସତ୍ତା ତିଆରି ପଶ୍ଚାତରେ କେତେ ପ୍ରଜ୍ଞାଟେ ଲୁଚିକିରି ରହିଛି। କିନ୍ତୁ ଏତିକି ଉଦାହରଣ କଣ ଯଥେଷ୍ଟ ସେ ପରମ ପ୍ରଜ୍ଞାକୁ ବୁଝେଇବା ପାଇଁ? ତେଣୁ ଅନନ୍ତ ମହାଶକ୍ତିକୁ ସେ ଧାରଣ କରିକି ରହିଛନ୍ତି, ଯୋଉଟା କି ମଣିଷ ମନର ଅଗୋଚର ଏକ ବିଷୟ। ଅସଂଖ୍ୟ ଜୀବ ଗୁଡ଼ିକ ଭିତରେ ମନୁଷ୍ୟ ହେଉଛି ଗୋଟିଏ ଜୀବ ଏବଂ ସେ ଅସଂଖ୍ୟ ମନୁଷ୍ୟ ମାନଙ୍କ ଭିତରେ ଆମେ ହେଉଛୁ ଏକ ଅତି କ୍ଷୁଦ୍ର ଏକ ଜୀବ। ଗୋଟିଏ ଜାଗାରେ ଯେମିତି ଲକ୍ଷ ଲକ୍ଷ ପିମ୍ପୁଡ଼ି ବସା ବାନ୍ଧିକି ରହିଥାନ୍ତି ଏବଂ ତା ଭିତରେ ଗୋଟିଏ ପିମ୍ପୁଡ଼ିର ଅସ୍ତିତ୍ୱଟି ଆମକୁ ଯେତେ ମାମୁଲି ଲାଗେ, ଆମର ମନ, ଆମର ବୁଦ୍ଧି, ଆମର ଚେତନା, ଆମର ଅସ୍ତିତ୍ୱ ସେମିତି ଅନନ୍ତ ବିଶାଳତାକୁ ଦେଖିଲେ ତାର ଭୂମିକାଟି ମଧ୍ୟ ସେମିତି ଗୋଟେ କ୍ଷୁଦ୍ର ପିମ୍ପୁଡ଼ି ତୁଲ୍ୟ ହିଁ ଅଟେ। କିନ୍ତୁ ତଥାପି এই ସୀମିତ ଅସ୍ତିତ୍ୱ, এই ସୀମିତ ଚେତନା, এই ସୀମିତ ଜ୍ଞାନ, এই ସୀମିତ ବୁଝିବାର ସାମର୍ଥ୍ୟ, ୟାକୁ ନେଇକି ବେଳେ ବେଳେ ଆମେ ଏମିତି ଚିନ୍ତା କରି ବସୁ ଯେ ଯେମିତି ଆମେ ସେଇ ପରମ ସତ୍ୟର ସବୁ କିଛିକୁ ବୁଝି ସାରିଛୁ ଏବଂ ତାଙ୍କ ବିଷୟରେ ସବୁ କିଛିକୁ ଜାଣି ସାରିଛୁ, ତାଙ୍କୁ ପ୍ରକାଶ କରିଚାଲୁଛୁ। ଏଇଟା କେତେ ବଡ଼ ଅଜ୍ଞାନତା। ବାସ୍ତବରେ ସେଇ କଥାଟିକୁ ଆମେ ଗଭୀର ଭାବରେ ଚିନ୍ତା କଲେ ଅନୁଭବ କରିପାରିବୁ।
तथापि क्षुद्र सीमित मनरे आमे से दिव्य जननी विषय जानिबा को साहस करिछु। से माँ ही हमको से शक्ति दियंतु जे अंततः तांकरी नामटी को आमे स्मरण करू यार सुजोग नहीं कि माहेश्वरी विषय आमे पढ़ी आज महाकाली विषय आमे पढ़िबा। महाकाली नामटी को उच्चारण कला क्षणी आमर मानुषी चेतना भितरे गोटे रूपटे आपे आपे तैयारी ही जाए। एक भयंकरी नृमुंड मालिनी एक देवी जे कि छिड़ा होइछंती। मनीष तांको देखिले भयभीत ही जाउछि, प्रकंपित ही जाउछि। एमिति गोटे रूपटी को आम मन आगुरु ता भितरे से विभिन्न सबु कहानी उदाहरण पुरातन सबु कथा ताकू नहीं कि भितरे बसई देछि। महाकाली प्रकृत रे एई भली अटंती। किंतु जेतेबेले श्री अरविंद महाकाली विषय वर्णना करुछंती एवं माँ तांको उपरे आलोचना करछंती विभिन्न पर्याय। जदियो महाकाली होउछंती गोटे शक्तिर देवी, गोटे बलर देवी, किंतु आमे जो भली रूप गुड़िक कल्पना करछु जने शक्ति एवं जने सामर्थ्य, जने बल, जने वीर्यर देवी हेबे जे तांकर रूपटी सेते विकटाळ हेतिबो, सेते भयंकर हेतिबो, सेटा कदापि नुहे, सेटा कदापि नुहे। से भी मनोहारिणी रूप तांकर भी हेई पारे, से भी सौंदर्यमय हेई पारन। तांकर रूपटी को चिंता कला बेले मन भितरे कौनसी भयर संचार हबार काहींकि सबु बेले प्रयोजन रहिथिबो। अनंत शक्ति, सामर्थ्य, वीर्य को धारण करिकि मध्य से कौन शांत रही पारिबे नाही, से कौन सौंदर्यमय हेई पारिबे नाही। एटा कौन निहाती आवश्यक अछि जे गोटे भयंकरी रूपटी को धारण करिवार। तेणु बहुत समय मानुषी कल्पना गुड़िक टिके अतिरंजित ही जाए वास्तव सत्य ठार। सेठू आमको दूरे रहिबाकु पड़िबो। एवं एबे जेतेबेले आमे महाकाली विषय पढ़िबा, आमरी माँ जेमती आमे तांको देखुछे सेमती गोटे सौंदर्यमय आनंदमय रूपटी को ही आमर चक्षु आगरे रखिया को पड़ी। आपण माने देखिथिबे मांकर चारोटी फोटो रहिछि, मने थिबो भी नहेले आउ थरे ताको आमे देखिदबा। चारोटी जाक रूप ए चारोटी जो फोटोग्राफ निया हिछि मांकर विभिन्न समय रे, काली पूजा समय रे, दुर्गा पूजा समय रे जो सब रूप गुड़िक निया हिछि, एई सब विभावटी को सेटा प्रतिनिधित्व करुछि। एवं से चारोटी जाक रूप भितरे गोटे सौंदर्यता रहिछि, गोटे शांत भाव रहिछि। तेणु आम मन भितर से जो विकटाळ भयंकरी रूपटी को हटेई दबा एवं सेई सौंदर्यमय रूपटी को ही प्रतिष्ठित करने को चेष्टा कर एवं महाकाली विषय रे अध्ययन कर। महाकाली प्रकृति अन्य प्रकार, विस्तृति नुहे, उच्चता, ज्ञान नुहे, बल और वीर्य तांकर निजस्व विशेषत्व। जेमती आमे माहेश्वरी प्रकृति विषय पढ़ी थिले, तांकर मूल जिनस थिला ज्ञान बा प्रज्ञा।
ठीक सेमती महाकाली प्रकृति नुहे, कारण विभिन्न कार्य पाई से एक ही शक्ति विभिन्न भागरे विभक्त होइछन्ति। काहाको को दायित्व दिया होइछि, काहाको को विभाग दिया होइछि। तेणु जोटा माहेश्वरी करूछन्ति सेटा महाकाली काहेकि करिबे? तेणु महाकालींकर विभाग तांकर कार्य अलगा, तांकर से अनुसारे सामर्थ्य मध्य अलगा, से अनुसारे तांकर शक्ति मध्य अलगा, से अनुसारे तांकर प्रकृति मध्य अलगा। तेणु महाकाली कर प्रकृति माहेश्वरी भली नुह, आ गोटे अन्य प्रकारर, नॉट वाइडनेस बट हाइट, विस्तृति नुहे उच्चता। ज्ञान मनुष्य को, मनुष्यर चेतना को आमे कहू जे विस्तृत कर दिए। गोटे प्रज्ञा गोटे क्षुद्रता, गोटे सीमितता भितर जेमती गोटे वाइडनेस अनुभव आनी, विस्तृतिर अनुभव आनी। किंतु शक्ति बल जेमती गोटे हाइट, गोटे उच्चतार अनुभव आनी। तेणु विस्तृति यांकर गुण नुह, यांकर होची हाइट बा उच्चता। नॉट विजडम बट फोर्स एंड स्ट्रेंथ आर आर पिक्युलियर पावर। माहेश्वरींकर मूल जिनस थिला विजडम, किंतु यांकर विजडम नुह बट फोर्स एंड स्ट्रेंथ आर हर पिक्युलियर पावर। बल, वीर्य, सामर्थ्य, शक्ति ए होची तांकर निजस्व विशेषत्व। There is in her an overwhelming intensity, a mighty passion of force to achieve, a divine violence rushing to shatter every limit and obstacle. A divine violence, violence कही कि जो शब्द अच्छी, से शब्द को गोटे जेमती गोटे विद्रोह अर्थ रे निया जाए। वायोलेंस माने होची गोटे विद्रोह प्रकाश करिवा, एमती मीनिंग रे निया जाए। जेते बेले शक्ति बा बल पूर्वक कोनोसी जिंसटी को आमे पाइया को चाहू थाउ बा आयत्त करिवा को चाहू थाउ बा किछि जिनस पर विजय हासिल करिवा को चाहू थाउ, सेतेबेले सेटा हुए दी प्रकार, गोटे होची शांतिपूर्ण उपाय रे एवं आ गोटे होची थ्रू वायोलेंस। जेमती जेतेबेले आम भारत स्वाधीन होइछि दी प्रकार युद्ध चलथिला। गोटिए पटे महात्मा गांधी जो संग्रामटी को करुथिले, सेथिरे से वायोलेंस को अस्त्र भाव रे न नै कि अहिंसा परम धर्म कहि कि से करू, किंतु आउ गोटे पटे थ्रू वायोलेंस होतला। बलपूर्वक जेमिति हेले आमे इंग्रेज मानन को ए देशर बहिष्कार करिवु एवं एइटी आमे पूर्ण स्वाधीनता लाभ करिवु, पूर्ण स्वराज आमको दरकार। एवं बोध हुए समस्ते ताको जानी थांतु कि न जानी थांतु, से बलपूर्वक विजय लाभ करिवार जो मंत्रटी श्री अरविंद ही उच्चारित करथिले। दुर्गा तांकर प्रतिनिधि थिले एवं सिमाने गोटे थ्रू वायोलेंस पाइया को चाहूथिले। तेणु विद्रोह जदिओ गोटे डिवाइन वायोलेंस अछि, एठी से कथा कहउछन्ती डिवाइन वायोलेंस। सबु बेले ए जो बलपूर्वक विजय लाभ करिवाटी सबु खाली जो अहंकार करिवो सेमती नुह, बेले बेले भगवत शक्ति मध्य से कथाटी को करे। तेणु तांक मध्य रे अछि ओभरवेलमिंग इंटेंसिटी, गोटे तीव्रता अछि। धीरे धीरे जिनस गुड़ाक सबु बेले होउथिबो ना सेमती नाही, तांक भितर गोटे तीव्रता अछि। हजार हजार वर्षर कर्मटी को से किछि 100 वर्ष भितर करदेबार सामर्थ्य तांक पाखरे दुर्बार गोटे तीव्रता रही, इंटेंसिटी अछि। एवं
देखो जदि इंटेंसिटी नथिबो भी भल लागे आमे जदि कहबा जे आमे बहुत भल भाबरे पढुछु गोटे जिंसटी को बहुत आलोचना करूछु किंतु आगो को बढ़िबा ही नाही माने से 2-4 लाइन भितरे या एपटू सेपटू वर्णना करूथबा आउ बुझिया चेष्टा करूथबा फिर आउ जने आउटे प्रकार ताकू बुझौथिबो एमती करी जदि हमर गतिटा जदि गोटे जगह रे बंद ही जाए ताहले हमको भी भल लागेनी तेणु सबु जिनस भितरे गोटे डिटेल सहित गोटे इंटेंसिटी भी थिबा दरकार जेमती हम आगो को बढ़ुथिबा न्यू अप्रोच आगो को जाउथिबा सेति जेते बेले अनेक जन कहंती कि बही गुडा को बुझा पडुनी तो जो माने पढिबा को चेष्टा करंती मु समस्त गोटे जिनस कुहे जे गो फॉरवर्ड जेमती धर गोटे पिलाटे 10th रे पढुची कि 12th रे पढुची तार गोटे जिनस पढ़ी कि सारिबार अछि वर्तमान शिक्षा व्यवस्था अनुसार से एतिकी जिनस सारिबो वर्षे भितर जदि से गोटे जिनस धर गोटे जिनस ताको बुझा पडुने कोनोसी भी गोटे जिनस गोटे चैप्टर हैला कि गोटे विषय हैला ताको बुझा पडुने आ जदि सेटा को से वर्ष सारा बुझिया को चेष्टा करिबो एंड लीव ऑल द थिंग्स यदि बाकी सब गुडा को छाड़ी दबो से केबे भी पढ़ी पारिबो तेणु बहुत समय जो कष्ट हो आग को बढ़ी चल एवं बेले बेले हुए कौन जे आग को बढ़ी गला परे जो जिनसटी बुझा पड़ू न था से गुडा को बुझा पड़िया को आरंभ करे कारण प्रत्येक जिनस परस्पर सहित गोटे लिंक अच्छी आम जब आकु टे बढ़ी जा हुए तो जोटा एवं बुझा पड़ ना बुझा पड़ प्रत्येक अध्याय आप खोलिकी देखु सिंथेसिस रहू लाइफ डिवाइन रहू कि एसेजंदी गीता रहू ए 3टा तो मुख्य एबे माने गोटे साइकोलॉजिकल गोटे प्रकार जमती गोटे दार्शनिक तत्व गुडा को लेकर आलोचित होइतबा बही गुडी को बहुत अध्ययन करा होउची आमे प्रथम पैराग्राफ बुझा पड़लेनी तापर बही जो बंद कर देकी रखी दबा बहुत कष्ट अछि टोटली बुझा पड़ुनी हेले केबे आमे आगो को बढ़ी पारिबा किंतु आगो को बढ़ी बढ़ी गले जदि हमर पढिबार गोटे इंटेंसिटी आल जीवो ताले हुए तो आमे आउ थरे रीडिंग कला बेलू ताको अंडरस्टैंड परजाइबो तेणु कार्यटी जेतेबेले करा हुए गोटे इंटेंसिटी सब जिनस भितर गोटे इंटेंसिटी दरकार एवं महाकाली सेटा दियंती गोटे गति दियंती गोटे स्थाणुता न थाए कार्य भितर गोटे तीव्रता थाए गोटे इंटेंसिटी आसे ए माइटी पैशन ऑफ फोर्स टू अचीव गोटे पैशन कहीकि जो शब्दटा अछि सेटा भी आमे बेले बेले वासना कहीकि कहूछे किंतु एई शब्द को मध्य गोटे दिव्य अभिप्राय रे लगा है एक एमती थो माइटी पैशन एक दुर्बार तीव्रता ए माइटी पैशन ऑफ फोर्स टू अचीव गोटे जिनस को लाभ करिवार विजय हासिल करिवार एक दुर्बार तीव्रता थिबो पूर्ण सिद्धि आड़ को शक्तिर विपुल आवेग थिबो ए डिवाइन वायोलेंस रशिंग टू सेटर एवरी लिमिट एंड ऑब्स्टैकल केते बाधा आसुची आसु केते झड़ झंझा आसुची आसु सकल बाधा को चूर्ण करी से दौड़ी चली जाई पारुथिबो एपरि एक दिव्य प्रचंडता थिबो ए साधारण जीवनटीए बंचिला बेले केते बाधा केते संघर्ष गोटे निश्वास प्रश्वास नेबा पई संघर्ष करिया को पड़ुछि एटा होछि जीवन जीवन माने होछि संघर्ष मनुष्यर लेवल रे तो संघर्ष बहुत कमी जाइछि हमको लागुछि जे हमें बहुत संघर्ष करछु कहि किंतु अन्य प्राणी जगत जो माने अछंती से माने संपूर्ण असहाय जदि तांको पाखु किछि असुविधा आउछि तार समाधान भी तांको जणा नै खाद्य पई संघर्ष गोटिए थरे पेट पूरे खाइबा पई गोटिए बाघ को केते संघर्ष करिया को पड़े सेटा को जदि हमें चिंता करंती तेल हमर दुख टी हमको लागंता गोटे हरिण टी को शिकार करिवो किबा गोटे जीव टी को शिकार करिवो एवं ताको खाद्य जोगाड़ करिया को पड़िवो निज जंगल भितरे गोटे हाथी एते बड़ जीव हिची ताकू निजर खाद्य टी को जोगाड़ करिया को पड़िवो सेति पे तांको केते संघर्ष करिया को पड़ुछि पानी पाई गोटे गोटे जीव पानी पानी
ଶହ ଶହ କିଲୋମିଟର ତାଙ୍କୁ ଯିବାକୁ ପଡୁଛି। ତେଣୁ ସଂଘର୍ଷ ମାନେ ହେଉଛି ଜୀବନ। ତେଣୁ ଯେତେବେଳେ ସଂଘର୍ଷ ଆସୁଛି, ଯେତେବେଳେ ବାଧା ଆସୁଛି, ଯେତେବେଳେ ଅସୁବିଧା ଆସୁଛି, ସେଠି ଯଦି ଆମେ ଭୟଭୀତ ହେଇଯାଉଛେ, ସେଠି ଯଦି ଆତଙ୍କିତ ହେଇଯାଉଛେ, ସେଠି ଯଦି ଆମର ମନଟି ବ୍ୟସ୍ତ ବିଚଳିତ ହେଇଯାଉଛି, ତାହେଲେ ଆମେ କେମିତି ଜୀବନଟିକୁ ଆମେ କଣ ତାହେଲେ ବୁଝିଲେ? ତେଣୁ ଯାହା ବି ବାଧା ଆସୁ, ଯାହା ବି ଅସୁବିଧା ଆସୁ, ସେ ମହାକାଳୀଙ୍କର ଶକ୍ତି ସବୁ କିଛିକୁ ଚୂର୍ଣ୍ଣ ବିଚୂର୍ଣ୍ଣ କରିକି ସେ ଆଗକୁ ବଢି ଯାଇପାରେ। ଏପରି ଗୋଟେ ଦିବ୍ୟ ପ୍ରଚଣ୍ଡତା, ଦିବ୍ୟ ଶକ୍ତି ତାଙ୍କ ଭିତରେ ରହିଛି। All her divinity leaps out in a splendor of tempestuous action. She is there for swiftness, for the immediately effective process, the rapid and direct stroke, the frontal assault that carries everything before it. ତାଙ୍କର ସମଗ୍ର ପ୍ରକୃତି ଗୋଟେ ଝଞ୍ଝା ପରି ରୁଦ୍ର କର୍ମର ପ୍ରଭାବରେ ପ୍ରସ୍ଫୁରିତ। ସେ ଅଛନ୍ତି କ୍ଷିପ୍ରତା ସକାଶେ, ଆଶୁ ଫଳଦାୟୀ ପ୍ରକ୍ରିୟା ସକାଶେ, ସମ୍ମୁଖ ଆକ୍ରମଣ ସକାଶେ, ଯାହାକି ସାକ୍ଷାତ ଏବଂ ସଘନ ଆଘାତରେ ସବୁ କିଛିକୁ ପରାଭୂତ କରେ। ଗୋଟେ ଛନ୍ଦରେ ଜିନିଷ ଗୁଡ଼ିକୁ ରଚନା କରାହେଇଛି। ଗୋଟେ ଶବ୍ଦର ଛନ୍ଦ ଅଛି, ଶବ୍ଦ ସଂଯୋଜନା ଭିତରେ ଗୋଟେ ଲାଳିତ୍ୟତା ଅଛି। ଏଭଳି ଭାବରେ ଜିନିଷ ଗୁଡାକୁ ରଚନା କରାହେଇଛି ବିଷୟଟିକୁ ଆମର ପାଖରେ ଉପସ୍ଥାପନା କରିବା ପାଇଁ। ଓଡ଼ିଆର ବି ଯେ ଟ୍ରାନ୍ସଲେଟ କରିଛନ୍ତି ତା ଭିତରେ ବି ଗୋଟେ ଛନ୍ଦ ଅଛି। ଶୁଣିଲା ବେଳକୁ ଆମକୁ ମଧୁର ଲାଗୁଛି ସେ ଭାଷାଟି। ତାଙ୍କର ସମଗ୍ର ଭାଗବତୀ ପ୍ରକୃତି ଝଞ୍ଝା ପରି ରୁଦ୍ର କର୍ମର ପ୍ରଭାବରେ ପ୍ରସ୍ଫୁରିତ। All her divinity leaps out in a splendor of tempestuous action. ଯେମିତି ଗୋଟେ ବିରାଟ ଜିନିଷଟେ ଯେତେବେଳେ ଆସେ, ଗୋଟେ ଝଞ୍ଝା ପରି ଆସେ, ଏମିତି ଧୀରେ ଧୀରେ ମୃଦୁ ମଳୟ ହେଇକି ଆସେନି, ହଠାତ୍ କରି କିଛି ଗୋଟେ ଜିନିଷ ଆସେ, ସେମିତି ସେ କାର୍ଯ୍ୟ କରନ୍ତି। ଗୋଟେ ତୀବ୍ରତା ଅଛି, ଗୋଟେ କ୍ଷିପ୍ରତା ଅଛି, ଇମିଡିଏଟଲି ଏଫେକ୍ଟିଭ ପ୍ରୋସେସ, ସାଙ୍ଗେ ସାଙ୍ଗେ କିଛି ଗୋଟେ କରିବାକୁ ପଡିବ। ଆଶୁ ଫଳଦାୟୀ ପ୍ରକ୍ରିୟା ସକାଶେ, ହଁ ଦେଖିବା କରିବା ତ ଆଉ ଆରମ୍ଭ କରିବା, ବହୁତ ଚିନ୍ତା କଲିଣି, ମୁଁ ଏଇ ପଥରେ ଆରମ୍ଭ କରିବି, ବହି ବହି ପଢାପଢି ଆରମ୍ଭ କରିବି, ଧୀରେ ଧୀରେ କରିବି, ଏଇ ଭାବିଛି ରିଟାୟାରମେଣ୍ଟ ହେଇଯାଉ ତାପରେ କରିବି। ପୁଣି ରିଟାୟାରମେଣ୍ଟ ହେଲା ପରେ ଭାବୁଛି ରିଟାୟାରମେଣ୍ଟ ତ ହେଇଗଲି ଯେ ତାପରେ ଗୋଟେ ସେଟେଲ ହେବା ଦରକାର, ଗୋଟେ ଜାଗାରେ କୋଉଠି ରହିବା, କଣ କରିବା ସବୁ ଠିକ ହେଇଯାଉ ତାପରେ କରିବି। ପରୀକ୍ଷାଟା ଅଛି, ପରୀକ୍ଷାଟା ସରିଯାଉ ତାପରେ କରିବି। ତେଣୁ ଏମିତି ଆଜି କରିବି, କାଲି କରିବି, ପରଦିନ ଆରମ୍ଭ କରିବି, ଏମିତି ନାହିଁ। ଇମିଡିଏଟ, ସାଙ୍ଗେ ସାଙ୍ଗେ ଆରମ୍ଭ କରିବି, ଏବେ ଆରମ୍ଭ କରିବି। କ୍ଷିପ୍ରତା ଅଛି, ଗୋଟେ ଆଶୁ ଫଳଦାୟୀ ପ୍ରକ୍ରିୟା ଅଛି ଏବଂ ସମ୍ମୁଖ ଆକ୍ରମଣ ସକାଶେ, ଯାହାକି ସାକ୍ଷାତ ଏବଂ ସଘନ ଆଘାତରେ ସବୁ କିଛି ପରାଭୂତ କରେ। ଯଦି କିଛି ଗୋଟେ ଷ୍ଟ୍ରୋକ ଆସିଲା, ବାହାର ଆଡକୁ କିଛି ଗୋଟେ ଆକ୍ରମଣ ଆସିଲା, ସବୁ କିଛିକୁ ସେ ପରାଭୂତ କରିଦେବ, ସବୁ କିଛିକୁ ସେ ଚୂର୍ଣ୍ଣ ବିଚୂର୍ଣ୍ଣ କରିଦେଇକି ସେ ଆଗକୁ ବଢିଯିବ। ଟେରିବୁଲ ଇଜ ଆର ଫେସ୍ ଟୁ ଦ ଅସୁର, ଡେଞ୍ଜରସ୍ ଆଣ୍ଡ ruthless her mood against the haters of the divine, for she is the warrior of the worlds who never shrinks from the battle. ଯେତେବେଳେ ଅସୁର ମାନେ ତାଙ୍କ ଆଡକୁ ଆସନ୍ତି, ଅସୁରଙ୍କ ପ୍ରତି ଭୟଙ୍କର ତାଙ୍କର ମୁଖମଣ୍ଡଳ। ଯଦି ବି ତାଙ୍କର ମୁଖମଣ୍ଡଳ ଯଦି ଭୟଙ୍କର ଦେଖାଯିବ, ସେ ମଣିଷମାନଙ୍କ ପାଇଁ କାହିଁ ଦେଖାଯିବ? ଯୋଉମାନେ ତାଙ୍କର ବିରୋଧୀ, ଯୋଉମାନେ ତାଙ୍କର ବିଦ୍ରୋହୀ, ସେଇମାନେ ତାଙ୍କୁ ଦେଖିକି ଭୟଭୀତ ହେବେ। ଅସୁରଙ୍କ ପ୍ରତି ଭୟଙ୍କର ତାଙ୍କର ମୁଖମଣ୍ଡଳ, ଭଗବତ ବିଦ୍ୱେଷୀ ପ୍ରତି ନିର୍ମମ ନିଦାରୁଣ ତାଙ୍କର ଚିତ୍ତ। ଯୋଉମାନେ ଭଗବତ ବିଦ୍ୱେଷୀ, ଯୋଉମାନଙ୍କୁ ଭଗବାନଙ୍କର କାର୍ଯ୍ୟକୁ ଏ ବିଶ୍ୱରେ କରିବାକୁ ଦିଅନ୍ତି ନାହିଁ, ସେଇଭଳି ଶକ୍ତିମାନଙ୍କ ପ୍ରତି ସେ କଠୋର। ସେଇମାନଙ୍କ ପ୍ରତି ତାଙ୍କର ମୁଖମଣ୍ଡଳଟି ଦରକାର ପଡିଲେ ଭୟଙ୍କର ହେଇପାରେ। ଭଗବତ ବିଦ୍ୱେଷୀ ପ୍ରତି
ନିର୍ମମ ନିଦାରୁଣ ତାଙ୍କର ଚିତ୍ତ, କାରଣ ସେ ବିଶ୍ୱ ଲୋକର ରଣରଙ୍ଗିନୀ ସଂଗ୍ରାମରେ କେବେ ବି ପଶ୍ଚାତପଦ ହୁଅନ୍ତି ନାହିଁ। ସଂଗ୍ରାମରୁ ଫେରି ଆସିବା ସେଇଟା ତାଙ୍କର କେବେ ବି ନାହିଁ। ଫର୍ ସି ଇଜ୍ ଦ ୱାରିୟର ଅଫ୍ ଦି ୱାର୍ଲଡ, ସେ ହେଉଛନ୍ତି ବିଶ୍ୱ ଲୋକର ରଣରଙ୍ଗିନୀ। ୱାରିୟର ଅଫ୍ ଦି ୱାର୍ଲଡ, ଯୁଦ୍ଧ ବିଜୟ ଏଇ ସବୁ ହଉଛି ତାଙ୍କର କର୍ମ। ସଂଗ୍ରାମରେ କେବେ ବି ସେ ପଶ୍ଚାତପଦ ହୁଅନ୍ତି ନାହିଁ। ସାମାନ୍ୟ ତ୍ରୁଟି ବି ତାଙ୍କର ଅସହ୍ୟ। ମନୁଷ୍ୟ ମଧ୍ୟରେ ଯାହା କିଛି ଅନିଚ୍ଛୁକ ତା ପ୍ରତି ତାଙ୍କର ରୂଢ ବ୍ୟବହାର। ଯାହା କିଛି ଜୋର କରି ଜ୍ଞାନହୀନ ଓ ତମଗ୍ରସ୍ତ ହୋଇ ରହିବାକୁ ଚାହେଁ ତା ପ୍ରତି ସେ କଠୋର ହସ୍ତ। ବିଶ୍ୱାସଘାତକତା, ମିଥ୍ୟାଚାର ଓ ବିଦ୍ୱେଷର ବିରୋଧରେ ତାଙ୍କର କ୍ରୋଧ ସଦା ଉଦ୍ୟତ ନିଦାରୁଣ। ଦୁଷ୍ଟ ଇଚ୍ଛା ତାଙ୍କ ଚାବୁକର ଆଘାତରେ ତତ୍କ୍ଷଣାତ୍ ଜର୍ଜରିତ ହୁଏ। ଏବେ ସେ ଯୋଉ ସମଗ୍ର ବିଶ୍ୱ ଶକ୍ତି ଗୁଡ଼ିକ ସହିତ ଯୋଉ କାର୍ଯ୍ୟ କରୁ, ଯେମିତି କହୁଛୁ ଆମେ ବିଶ୍ୱ ଲୋକର ରଣରଙ୍ଗିନୀ ସିଏ, ସଂଗ୍ରାମରେ କେବେ ବି ପଶ୍ଚାତପଦ ହୁଅନ୍ତି ନାହିଁ। ବାହ୍ୟ ଆକ୍ରମଣ ଯେତେ ବି ହଉନା କାହିଁକି ତାଙ୍କୁ ପରାଭୂତ କରିପାରିବ ନାହିଁ। ତାଙ୍କ ଭିତରେ ଗୋଟେ କ୍ଷିପ୍ରତା ଅଛି, ଗୋଟେ ଗତି ଅଛି। ସମ୍ମୁଖ ଆକ୍ରମଣକୁ ସେ ପ୍ରତିରୋଧ କରିପାରିବାର ସାମର୍ଥ୍ୟ ଅଛି। କିନ୍ତୁ ଯେତେବେଳେ ମନୁଷ୍ୟମାନଙ୍କ ଲେଭେଲକୁ ସେ ଆସୁଛନ୍ତି ବା ଆମମାନଙ୍କ ଭିତରେ ଯେତେବେଳେ ସେ କାର୍ଯ୍ୟ କରୁଛନ୍ତି, ସେତେବେଳେ ସେ କେମିତି କରୁଛନ୍ତି ଏବେ ତାର ଗୋଟେ ବର୍ଣ୍ଣନାଟି ଦଉଛନ୍ତି ଯେ ତାଙ୍କୁ କଣ ଭଲ ଲାଗେ, ତାଙ୍କୁ କଣ ଭଲ ଲାଗେନି, ଆମ ଭିତରେ କୋଉ ଭଳି ଚିନ୍ତା ଭାବନାଟି ତାଙ୍କୁ ଖୁସି ଦିଏ, କୋଉ ଭଳି ଚିନ୍ତା ଭାବନା ଗୁଡାକ ସେ ଭଲ ପାଆନ୍ତି ନାହିଁ। ସେଇଟା ତ ଆମକୁ ଆମର ଦରକାର ନା। କାରଣ ଆରମ୍ଭରୁ ମୁଁ କହେ ଯେ ବେସିକ ଆମ ମଣିଷ ମାନଙ୍କ ଭିତରେ ହବ, କାରଣ ମଣିଷ ହଉଛି ବିବର୍ତ୍ତନର ପାହାଚରେ ସର୍ବଶ୍ରେଷ୍ଠ ପର୍ଯ୍ୟାୟରେ ସିଏ ରହିଛି। ତେଣୁ ବର୍ତ୍ତମାନ ଭଗବତ ଶକ୍ତି ଯାହା ବି ଚେଞ୍ଜେସ୍ କରିବ, ଯାହା ବି ଏକ୍ସପେରିମେଣ୍ଟ କରିବ, ସବୁ ମନୁଷ୍ୟ ମାନଙ୍କ ଉପରେ ହିଁ କରିବ। କାରଣ ମନୁଷ୍ୟ ଭିତରୁ ହିଁ ତାକୁ ଦେବତ୍ୱକୁ ତିଆରି କରିବାର ଅଛି। ମନୁଷ୍ୟ ମାନଙ୍କ ଭିତରୁ ହିଁ ଅତି ମାନବତ୍ୱକୁ ଏଇଠି ଆଣିବାର ଅଛି। ତେଣୁ ଆମେ ହିଁ ସେଇ ସଂଘର୍ଷଟିକୁ ଭୋଗ କରିବା। ଆମ ଭିତରେ ହିଁ ଏଇଠି ପରୀକ୍ଷା ନିରୀକ୍ଷା ହବ। ଆମ ଭିତରେ ଗବେଷଣା ଚାଲିବ। ଆମ ଶରୀରକୁ ନେଇକି ଗବେଷଣା ଚାଲିବ, ଆମର ଶକ୍ତିକୁ ନେଇକି ଗବେଷଣା ଚାଲିବ, ଆମର ସାମର୍ଥ୍ୟକୁ ନେଇକି ଗବେଷଣା ଚାଲିବ, ଆମର ଚେତନାକୁ ନେଇକି ଗବେଷଣା ଚାଲିବ। ପ୍ରତ୍ୟେକ ଜିନିଷରେ ଏଠି ମଣିଷ ଗୋଟେ ଲେବୋରେଟୋରୀ, ଏଠି ଗୋଟେ ମାନେ ପରୀକ୍ଷା ନିରୀକ୍ଷାଗାର। ମଣିଷ ହଉଛି ପରୀକ୍ଷା ନିରୀକ୍ଷାଗାର। ଏଠି ଆସିନୁ ଆମେ ବିଶ୍ରାମ କରିବା ପାଇଁ, ଏଠି ଆସିନୁ ଆମେ ଆରାମ କରିବା ପାଇଁ, ଏଠି ଆସିଛୁ ଗୋଟେ ନୂଆ କିଛି ଜିନିଷରେ ପରିବର୍ତ୍ତିତ ହେଇଯିବା। ତେଣୁ ଯେତେବେଳେ ସେ ମଣିଷ ମାନଙ୍କ ଭିତରେ କାମ କରୁଛନ୍ତି, ତାଙ୍କୁ କଣ ଭଲ ଲାଗେ? ଇନଟଲରେଣ୍ଟ ଅଫ୍ ଇମ୍ପରଫେକ୍ସନ, ଯୋଉଠି ଅପୂର୍ଣ୍ଣତା ରହିଛି। ସେ ଇମ୍ପରଫେକ୍ସନ କୁ ସେ ସହ୍ୟ କରିପାରନ୍ତି ନାହିଁ। ସାମାନ୍ୟ ତ୍ରୁଟି ବି ତାଙ୍କର ଅସହନୀୟ ଓଡିଆରେ ଲେଖା ହେଇଛି, କିନ୍ତୁ ଇମ୍ପରଫେକ୍ସନ ହଉଛି ଅପୂର୍ଣ୍ଣତା। ଯୋଉଠି ଅପୂର୍ଣ୍ଣତା ରହିଛି ସେ ତାଙ୍କୁ ପସନ୍ଦ ଲାଗେନି, ସେ ସେଇ ଜିନିଷଟିକୁ ସହ୍ୟ କରନ୍ତି ନାହିଁ। She deals roughly with all in men that is unwilling, and she is severe to all that is obstinately ignorant and obscure. ମନୁଷ୍ୟ ମାନଙ୍କ ମଧ୍ୟରେ ଯାହା କିଛି ଅନିଚ୍ଛୁକ, ଅନୱିଲିଂ, ଚାହିଁବ ହିଁ ନାହିଁ ରୂପାନ୍ତର ହବା ପାଇଁ। ଯେତେ ବୁଝାଅ, ଯେତେ ଋଷି ଆସିଲେ, ମୁନି ଆସିଲେ, ଅବତାର ନିଜେ ଆସିଲେ ଯେ ଟିକେ ଚେଞ୍ଜ ହୁଅ, ପରିବର୍ତ୍ତନ ହୁଅ, ଚେତନାର ପରିବର୍ତ୍ତନ କରିବାକୁ ଚେଷ୍ଟା କର, ହଉ ହିଁ ନାହିଁ। ତ କଣ କରିବେ? ସେତେବେଳେ ସେ ଟିକେ ନିଶ୍ଚିତ ଭାବରେ ରାସ୍ତା ତାଙ୍କର ବଦଳେଇ, ପ୍ରଥମେ ଆସିକି ବୁଝେଇଲେ, ଇଏ କଲେ। ଯଦି ଆମେ ବୁଝିବା ହିଁ ନାହିଁ ତାହେଲେ ନିଶ୍ଚିତ ଭାବରେ ତାଙ୍କୁ ଆଉ ଗୋଟେ ଉପାୟରେ କର୍ମଟିକୁ କରିବାକୁ ପଡିବ। ସେଇଥିପାଇଁ ମା ମେସେଜରେ ଦେଲେ ଯେ ପୃଥିବୀର ଭବିଷ୍ୟତ ନିର୍ଭର କରୁଛି ମନୁଷ୍ୟମାନଙ୍କ ଚେତନାର ପରିବର୍ତ୍ତନ ଉପରେ, ଏବଂ ମଣିଷମାନଙ୍କୁ ସେଇ ସୁଯୋଗଟି ଦିଆଯାଇଛି ଯେ ସେମାନେ ଖୁସିରେ ସେ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ହେବେ, ନହେଲେ ବାଇ ଦ ପାୱାର ଅଫ୍ କ୍ରେସିଂ ସରକମଷ୍ଟାନ୍ସ, ଗୋଟେ ଭୟାବହ ପରିସ୍ଥିତି ଭିତରେ ଦେଇକି ପରିବର୍ତ୍ତନ କରାଯିବ ମନୁଷ୍ୟମାନଙ୍କୁ। ଆମକୁ ସେତେବେଳେ ସେଟା ଲେଖା ଭଳିଆ ଲାଗୁଥିଲା, କାରଣ ଆମେ ବହୁତ ଆରାମରେ, ବହୁତ ଖୁସିରେ, ବହୁତ ମୌଜ ମଜଲିସରେ ଜୀବନଟିକୁ ବଞ୍ଚିବା ଶିଖିଥିଲୁ, ଅନ୍ୟମାନଙ୍କ ଉପରେ ଅତ୍ୟାଚାର କରିବା ଶିଖିଥିଲୁ।
ତେଣୁ ଯଦି ଦରକାର ପଡେ ସେ ଏଇ ଉପାୟରେ ବି କରିପାରନ୍ତି। ତେଣୁ ସେ ଯେମିତି ରଫଲି ସି ଡିଲ୍ସ ରଫଲି, ଗୋଟେ ହଉଛି ଡିଲ୍ସ ସ୍ମୁଥଲି ଆଣ୍ଡ ଡିଲ୍ସ ରଫଲି। ରଫଲି ହଉଛି ଗୋଟେ ପ୍ରକାର ଆବଳା ଖାବଳା ରାସ୍ତାକୁ ଆମେ ରଫ ରାସ୍ତା କହୁଛୁ। ଜଣେ ବୁଝେଇକିରି ମନେଇକିରି ଭଲ ଭାବରେ କହିକିରି ଯେତେବେଳେ କରେ ଆମେ ତାକୁ ତାର ବିହେଭିୟର ଟା ଆମେ କହୁଛୁ ଯେ ସ୍ମୁଥ ବିହେଭିୟର, ମାନେ ଠିକ କଥାବାର୍ତ୍ତା। କିନ୍ତୁ ଯେତେବେଳେ ସେ ରଫଲି କାର୍ଯ୍ୟ, ସି ଡିଲ୍ସ ରଫଲି, ତା ମାନେ ଆମକୁ ବୁଝିବାକୁ ପଡିବ ଯେ ସେ କିଛି ବି କରିପାରନ୍ତି। ସେ ଯୋଉ କୌଣସି ଉପାୟରେ ବି କାର୍ଯ୍ୟଟିକୁ ବର୍ତ୍ତମାନ କରିବେ ଏବଂ ତାକୁ ସେ ସହ୍ୟ କରି ରୁଢ ବ୍ୟବହାର, ତା ପ୍ରତି ତାଙ୍କର ରୁଢ ବ୍ୟବହାର ଯୋଉମାନେ ହଉଛନ୍ତି ଅନିଚ୍ଛୁକ ଏବଂ ଜୋର କରି ଜ୍ଞାନହୀନ ଓ ତମଗ୍ରସ୍ତ ହୋଇ ରହିବାକୁ ଚାହାନ୍ତି। ତାଙ୍କୁ ଯେତେ ଜ୍ଞାନର କଥା ଦିଆଯାଉ, ଯେତେ ଉଚ୍ଚତର କଥା ତାଙ୍କ ପାଖରେ ରଖି ଦିଆଯାଉ, ସେମାନେ ଇଚ୍ଛା ହିଁ କରୁନାହାନ୍ତି ତାକୁ ଜାଣିବା ପାଇଁ। ତେଣୁ ଯୋଉମାନେ ଜାଣି ଶୁଣିକି ଅଜ୍ଞାନତା ଭିତରେ ଜାଣି ଶୁଣିକି ତମଗ୍ରସ୍ତ ହୋଇ ରହିବାକୁ ଚାହୁଁଛନ୍ତି, ସେଇମାନଙ୍କ ପ୍ରତି ତାଙ୍କର ରୁଢ ବ୍ୟବହାର, ତାଙ୍କ ପ୍ରତି ସେ କଠୋର ହସ୍ତ ବି ଦରକାର ପଡିଲେ ସେ କଠୋର ହସ୍ତ ଦ୍ୱାରା ସେମାନଙ୍କୁ ସେ ଠିକ କରିବାକୁ ଚେଷ୍ଟା କରନ୍ତି। ଏଇଟା ହଉଛି ମଣିଷ ମାନଙ୍କ ସହିତ ମହାକାଳୀଙ୍କର ଡିଲିଂ ୱିଥ୍ ଦ ହ୍ୟୁମାନିଟି। And she is severe to all that is obstinately ignorant and obscure. Her wrath is immediate and dire against treachery and falsehood and malignity. Ill will is smitten at once by her swords. ଯଦି ବିଶ୍ୱାସଘାତକତା ଆମେ କରିବା, ମିଥ୍ୟାଚାର ଏବଂ ବିଦ୍ୱେଷ ବିରୋଧରେ ତାଙ୍କର କ୍ରୋଧ ସଦା ଉଦ୍ୟତ ନିଦାରୁଣ। ଦୁଷ୍ଟ ଇଚ୍ଛା ତାଙ୍କ ଚାବୁକର ଆଘାତରେ ତତ୍କ୍ଷଣାତ୍ ଜର୍ଜରିତ ହୁଏ। ଯଦି ଜଣେ ଜାଣି ଶୁଣିକିରି ବିଶ୍ୱାସଘାତକତା କରୁଛି, ଛଳନା କରୁଛି, ତାହେଲେ ତା ପ୍ରତି ସେ ନିଶ୍ଚିତ ଭାବରେ କଠୋର ହେବେ। ତା ପ୍ରତି ତାଙ୍କର କ୍ରୋଧ ସଦା ଉଦ୍ୟତ। କିନ୍ତୁ ଆମେ କେବେ ବି ଭାବିବାନି ଯେ ଏଇଟା ଆମେ ଯୋଉ ପ୍ରକାର କ୍ରୋଧ କରୁଛୁ ସେମିତିଆ କ୍ରୋଧ କହିଛୁ। କାରଣ ଯେତେବେଳେ ଯୁଦ୍ଧ ହେଇଥିଲା, ଅର୍ଜୁନ ଏବଂ ଶ୍ରୀକୃଷ୍ଣ ଗୋଟିଏ ପଟରେ ଥିଲେ ଏବଂ ଅର୍ଜୁନଙ୍କୁ ଶ୍ରୀକୃଷ୍ଣ କହିଥିଲେ ଯୁଦ୍ଧଟେ କରିବା ପାଇଁ, କିନ୍ତୁ ସେ କେବେ କହିନଥିଲେ, ଯଦିଓ ସେ ଯୁଦ୍ଧ କରୁଥିଲେ କିନ୍ତୁ ସେ ଆମରି ମାନଙ୍କ ଭଳିଆ କ୍ରୋଧିତ ହେଇକି ଯୁଦ୍ଧ କରୁନଥିଲେ, ଗୋଟେ ଭିନ୍ନ ଏକ ଉଦ୍ଦେଶ୍ୟ ନେଇକି ଯୁଦ୍ଧ କରୁଥିଲେ। ତେଣୁ ଯଦିଓ ଏଠି ଆମକୁ ଲାଗିପାରେ ଯେ ତାଙ୍କର କ୍ରୋଧ ଉଦ୍ୟତ ଭଳି କାର୍ଯ୍ୟ କରୁଛି, କିନ୍ତୁ ସେଇଟା ଆମରି କ୍ରୋଧ ନୁହଁ। Her wrath is immediate and dire against treachery and falsehood and malignity. Ill will is smitten at once by her swords. ଦୁଷ୍ଟ ଇଚ୍ଛା ତାଙ୍କର ଚାବୁକର ଆଘାତରେ ତତ୍କ୍ଷଣାତ୍ ଜର୍ଜରିତ ହେଇଯାଏ। ଇଲ୍ ୱିଲ୍ ଉପରେ ଅନେକ କିଛି ଅଧ୍ୟୟନ କରାଯାଇପାରେ। ଯଦି ଆମ ମନ ଭିତରେ କୌଣସି ପ୍ରକାରର ମନ୍ଦ ଭାବନା ଆସୁଛି, ତାହା ବହୁତ ଖରାପ ଜିନିଷ ଏବଂ এই ମନ୍ଦ ଭାବନାଟି ହେଇଯାଏ। କେମିତି ହୁଏ? ଜଣେ ଯଦି ଆମକୁ କୌଣସି କଷ୍ଟ ଦିଏ, କୌଣସି ଆଘାତ କରେ, ଗୋଟେ ସାଧାରଣ ମଣିଷର ତାର ରିଏକ୍ସନ ହଉଛି ଯେ ତା ପ୍ରତି ସେ ଇଲ୍ ୱିଲ୍କୁ ତିଆରି କରିବ। ଜଣେ ଆପଣଙ୍କୁ ଗାଳି କଲା, ଗୋଟେ ସାଧାରଣ ହ୍ୟୁମାନ ନେଚର କଣ? ସେ ଯଦିଓ ସେତେବେଳେ ତାକୁ କିଛି କହିପାରିବନି, ଯଦି ସେ ତାର ଶକ୍ତିଶାଳୀ ହେଇଥିବ, ଧର ହେଲେ ତାକୁ କିଛି ସେତେବେଳେ କହିପାରିଲାନି, କିନ୍ତୁ ପରେ ଆମେ ଭଗବାନଙ୍କୁ ବି ବେଳେ ବେଳେ ପ୍ରାର୍ଥନା କରୁଛୁ ଯେ ସେ ବ୍ୟକ୍ତିଟା ମତେ ଏତେ କଷ୍ଟ ଦେଇଥିଲା, ତାକୁ ତୁମେ ଭଗବାନ ଶାସ୍ତି ଦିଅ। ଏବଂ ବେଳେ ବେଳେ ତ ଏଇଟା ବି ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ ଯେ ଦେଖିଥିବେ ଗାଁ ମାନଙ୍କରେ ଯେ କାହା ସାଙ୍ଗରେ କାହାର ଝଗଡା ହେଇଯାଇଥିବ ଏବଂ 10 ବର୍ଷ ପରେ ବି ଯଦି ସେ ବ୍ୟକ୍ତିଟା କୌଣସି ଜାଗାରେ ଦୁର୍ଘଟଣା ଜନିତ କୌଣସି ଗୋଡ ଭାଙ୍ଗିଯାଏ, ହାତ ଭାଙ୍ଗିଯାଏ, ସେ 10 ବର୍ଷ ତଳେ ଯାହା ସାଙ୍ଗରେ ଝଗଡା ହେଇଥିଲା ସିଏ ବି କହିବାର ଶୁଣାଯାଏ ଯେ ଦେଖିଲ ମୁଁ କହୁଥିଲି ନା ସେଦିନ ମତେ ସେତେବେଳେ କେମିତି ମତେ କହିଥିଲା ଆଉ ଭଗବାନ ଦେଖେଇ ଦେଲେ। ଆମେ ଏମିତି ବି କହୁ, ଅର୍ଥାତ୍ ସେ 10 ବର୍ଷ ଧରିକି ତା ଭିତରେ ଗୋଟେ ମନ୍ଦ ଭାବନାଟି କୁ ସେ ପୋଷଣ କରିକି ରଖିଥିଲା। ଏବଂ ହ୍ୟୁମାନ କନସିୟସନେସ୍ ଭିତରେ ଏମିତିଆ କେତେ ଯେ ଅଯଥା ସବୁ
ଅଳିଆ ଆବର୍ଜନା, ଏଇଟା ତ କିଛି ନୁହଁ, ଗୋଟେ ଆବର୍ଜନା, ବାହାରେ ଯେମିତି ଆବର୍ଜନାଟି ଦୁର୍ଗନ୍ଧ କରିଦିଏ ସେମିତି ଏଇ ସବୁ ମନ୍ଦ ଇଚ୍ଛା ଦୁଷ୍ଟ ଇଚ୍ଛା ଗୁଡିକ ଆମ ଭିତରେ ବି ଗୋଟେ ଆବର୍ଜନା ଭଳିଆ ସବୁ ଥାଏ। କିନ୍ତୁ ଜଣେ ଉଚ୍ଚ ଚେତନାର ବ୍ୟକ୍ତି ସେ କେବେ ବି କାହା ପ୍ରତି ମନ୍ଦ ଭାବନା ରଖିବ ନାହିଁ। ଏବଂ ଯଦିଓ କାରଣ ଆମେ ତ ନିଜକୁ ଫାଷ୍ଟ କଣ୍ଟ୍ରୋଲ କରିବା ଯେ ଆମେ କାହା ପ୍ରତି ମନ୍ଦ ଭାବନା ଯେମିତି ନ ରଖିବା, କିନ୍ତୁ ଯଦି ଆମ ଉପରେ କିଏ ଯଦି ମନ୍ଦ ଦୃଷ୍ଟି ରଖିଛି, ମନ୍ଦ ଭାବନା ରଖିଛି ଏବଂ ଯଦି ମାକୁ ଆମେ ଗ୍ରହଣ କରିକି ଅଛେ ତ ସେଇ ସବୁ ସାଙ୍ଗରେ ସେ ଡିଲ୍ କରିବେ। ସେ ମନ୍ଦ ଶକ୍ତି ଗୁଡିକ ଯେତେବେଳେ ଆସିବ, କାରଣ ପ୍ରତ୍ୟେକ ଆକ୍ସନ ର ତାର ଗୋଟେ ରିଏକ୍ସନ ଟେ ନିଶ୍ଚିତ ଭାବରେ ରହିଛି। ଜଣେ ଯଦି ଗୋଟେ ଦୁଷ୍ଟ ଇଚ୍ଛାଟେ ପ୍ରେରଣ କରୁଛି ମାନେ ତାର ଏଫେକ୍ଟ ଗୋଟେ ବି ପଡେ, ଯେମିତି ଆମେ ଗୋଟେ ପ୍ରେୟାର କଲେ ତାର ଏଫେକ୍ଟ ପଡେ, ସେମିତି ଗୋଟେ ଇଲ୍ ୱିଲ୍ ର ବି ଏଫେକ୍ଟ ରହିଛି। ତେଣୁ ମନ୍ଦ ଭାବନାର ଯଦି ପ୍ରଭାବଟି ବ୍ୟକ୍ତି ଭିତରେ ଆସୁଛି, ସେ ସବୁରୁ ଏ ମାଙ୍କର ଶକ୍ତି ଆମକୁ ରକ୍ଷା କରିଦେଇପାରିବ। ଇଲ୍ ୱିଲ୍ ଇଜ୍ ସ୍ମିଟେନ୍ ଏଟ୍ ୱାନ୍ସ ବାଇ ହର୍ ସର୍ଜ, indifference, negligence and sloth in the divine work she cannot bear, and she smites awake at once with sharp pain if need be the untimely slumberer and the loiterer। ଯଦି ଭାଗବତ କର୍ମରେ ଜଣେ ଉଦାସୀନ୍ୟତା, ଶୈଥିଲ୍ୟ ବା ଆଳସ୍ୟ ଦେଖାଉଛି ତାହା ତାଙ୍କର ଅସହ। ପ୍ରଥମ କଥା ହେଉଛି ତୁମେ ଯେତେବେଳେ ଗୋଟେ ଭଗବତ କର୍ମ କରିବାକୁ ସଂକଳ୍ପ ନେଲଣି ସେତେବେଳେ ତୁମେ ଆଉ ଆଳସ୍ୟ ପରାୟଣ ହେଲେ, ଶୈଥିଲ୍ୟ ହେଲେ, ଉଦାସୀନ୍ୟ ହେଲେ ଚଳିବନି। ସେତେବେଳେ ସେ ତାକୁ ବହୁତ ଗଭୀରତାର ସହିତ ନେବେ, କାରଣ ସେ ତାକୁ ସହ୍ୟ କରନ୍ତି ନାହିଁ। ଭାଗବତ କର୍ମରେ ଉଦାସୀନ୍ୟ, ଶୈଥିଲ୍ୟ, ଆଳସ୍ୟ ତାଙ୍କର ଅସହ୍ୟ। ଅସମୟରେ ଯେ ନିଦ୍ରାଳୁ, ଯେ ଦୀର୍ଘସୂତ୍ରୀ, ପ୍ରୟୋଜନ ହେଲେ ତତ୍କ୍ଷଣାତ ତୀବ୍ର ଆଘାତରେ ତାକୁ ଜାଗ୍ରତ କରାନ୍। ଦୀର୍ଘସୂତ୍ରୀ କହିଲେ ଅନାବଶ୍ୟକ ଜାଗା ଗୁଡାକରେ ଆମେ ଯୁକ୍ତ ହେଇକି ଥିବା, ମାନେ ଯୋଉଟା କିଛି ଦରକାର ନାହିଁ ସେମିତି ସବୁ ସମ୍ପର୍କ ଗୁଡାକୁ ସବୁ ବଢେଇକିରି ରଖିଥିବା, ସେ ସବୁକୁ ସେ ପସନ୍ଦ କରନ୍ତି ନାହିଁ। କାରଣ ଯୋଉଟା ଭାଗବତ କର୍ମ ପାଇଁ ସାହାଯ୍ୟ କରିବନି ସେମିତି କାମ ଗୁଡିକରେ, ଚିନ୍ତା ଗୁଡିକରେ ଯଦି ଆମେ ସମୟଟିକୁ ବ୍ୟତୀତ କରୁଛେ ତାହେଲେ ସେ ନିଶ୍ଚିତ ଭାବରେ ସେ ଭାଗବତ କର୍ମକୁ କଣ କରିବ, ଶୈଥିଲ୍ୟ କରିଦେବ। ଜଣଙ୍କର ଦାୟିତ୍ୱ ହଉଛି ମାଙ୍କର ଗୋଟେ କର୍ମଟିକୁ ସେ ନେଇଛି କରିବା ପାଇଁ, କିନ୍ତୁ ତା ସହିତ ଆହୁରି 100ଟା ଜିନିଷ ନେଇଛି, ତ ସେ ଦିବ୍ୟ କର୍ମକୁ ଯେମିତି ହେଲେ ସେ କରିବାରେ ବାଧାପ୍ରାପ୍ତ ଆସିବ। ଏବଂ ସେମିତି ଯୋଉ ଦୀର୍ଘସୂତ୍ରୀ, ଯୋଉ ଅନାବଶ୍ୟକ ସମ୍ପର୍କ ଗୁଡାକ ପ୍ରତିଷ୍ଠିତ ହେଇଥାଏ ସେ ସବୁକୁ ସେ ସହ୍ୟ କରିପାରନ୍ତି ନାହିଁ। ପ୍ରୟୋଜନ ହେଲେ ତତ୍କ୍ଷଣାତ ତୀବ୍ର ଆଘାତରେ ତାକୁ ଜାଗ୍ରତ କରାନ୍ତି। ତେଣୁ ଯୋଉ ବ୍ୟକ୍ତିଟା ଶୈଥିଲ୍ୟତା ଭିତରେ ଥିବ, ଆଳସ୍ୟ ଭିତରେ ଥିବ, ଦୀର୍ଘସୂତ୍ରୀ ହେଇଯାଇଥିବ, ଉଦାସୀନ୍ୟ ହେଇଯାଇଥିବ, ତାକୁ ଦରକାର ପଡିଲେ ଗୋଟେ ତୀବ୍ର ଆଘାତ ଦିଅନ୍ତି ଏବଂ ତାକୁ ଜାଗ୍ରତ କରିଦିଅନ୍ତି। କ୍ଷିପ୍ର, ସରଳ, ଅକପଟ ଯେଉଁ ସକଳ ପ୍ରେରଣା, ଅକୁଣ୍ଠ, ଅବ୍ୟଭିଚାରୀ ଯେଉଁ ସବୁ ଗତିଧାରା, ଅଗ୍ନି ଶିଖା ପରି ଊର୍ଦ୍ଧ୍ୱଗାମୀ ଯେଉଁ ଅଭିପ୍ସା, ଏଇ ସବୁ ହେଲା ମହାକାଳୀଙ୍କର ପଦକ୍ଷେପ। କିନ୍ତୁ ଯଦି ଆମରି ଭିତରେ ଏସବୁ ରହିଛି, ସରଳତା ରହିଛି, ଅକପଟତା ରହିଛି, ଏଇ ସବୁ ଯଦି ଆମ ଭିତରେ କ୍ରିୟା କରୁଛି, କ୍ଷିପ୍ର, ସରଳ, ଅକପଟ ଯେଉଁ ସକଳ ପ୍ରେରଣା, ଅକୁଣ୍ଠ, ଅବ୍ୟଭିଚାରୀ ଯେଉଁ ସବୁ ଗତିଧାରା, ଅଗ୍ନିଶିଖା ପରି ଊର୍ଦ୍ଧ୍ୱଗାମୀ ଯେଉଁ ଅଭିପ୍ସା, ଗୋଟେ ଅଭିପ୍ସା ଅଛି ଯିଏକି ଅଗ୍ନିଶିଖା ଭଳି ଊର୍ଦ୍ଧ୍ୱକୁ ଉଠି ଚାଲିଛି, ସେଇଭଳି ଜିନିଷକୁ ସେ ବହୁତ ପସନ୍ଦ କରନ୍ତି। The impulses that are swift and straight and frank, ସିଧା ସିଧା, ସେଠି କୌଣସି ଲୁଚା ଜିନିଷ ନାହିଁ, ବିଶ୍ୱାସଘାତକତା ନାହିଁ। The impulses that are swift and straight and frank, the movement that are unreserved and absolute, the aspiration that mounts in flame are the motion of ମହାକାଳ। ମହାକାଳୀଙ୍କର କାର୍ଯ୍ୟ ଏଇଭଳି ଭାବରେ ଚାଲେ। କିନ୍ତୁ ଯୋଉଠି ଅବିଶ୍ୱାସ ରହିଛି, ଯୋଉଠି ବିଶ୍ୱାସଘାତକତା ରହିଛି, ମିଥ୍ୟାଚାର ରହିଛି, ସେଇ ସବୁକୁ ସେ ସହ୍ୟ କରିପାରନ୍ତି ନାହିଁ। ତେଣୁ ଏଇ ସବୁ ଯୋଉ ଆଲୋଚନାରୁ ଆମେ ସେଇ ଜିନିଷ ଗୁଡାକ ମନେ ରଖିବା ଦରକାର ଯେ ମହାକାଳୀ ଆମଠାରୁ କଣ ଚାହାନ୍ତି ବା
ମାଙ୍କର ଏଇ ଯୋଉ ବିଭିନ୍ନ ପ୍ରକାର ଶକ୍ତି ଗୁଡିକ ରହିଛି ସିଏ କଣ ଚାହେଁ ଆମଠାରୁ, ଏବଂ ଯଦି ସେଇଗୁଡାକ ଆମେ ପ୍ରାକ୍ଟିସ କରିବା ତାହେଲେ ସେ ମାଙ୍କର ଶକ୍ତିରେ ଆମ ଭିତରେ ବେଶୀ କାର୍ଯ୍ୟ କରିବ। ଯେମିତି ପ୍ରଥମରେ କହିଲେ ଯେ ତୁମ ପାଇଁ ଜ୍ଞାନ ପାଇଁ ଭିତରେ ଗୋଟେ ଆସ୍ପୃହା ଥିବା ଦରକାର ମାହେଶ୍ୱରୀ କାମ କରିବା ପାଇଁ, କାରଣ ସେ ପ୍ରଜ୍ଞା ପ୍ରଦାନ କରିବା, ତୁମ ଭିତରେ ଯଦି ରିସେପ୍ଟିଭିଟି ନଥିବ ସେ କାର୍ଯ୍ୟ କରିପାରିବ। ତେଣୁ ସେମିତି ଆମେ ନିଜକୁ ତିଆରି କରିବା, ଜ୍ଞାନକୁ ଭଲ ପାଇବା, ଜ୍ଞାନ ପାଇଁ ଆସ୍ପୃହା କରିବା, ଜ୍ଞାନ ପାଇଁ ବ୍ୟାକୁଳ ହବ, ତାଙ୍କର କାର୍ଯ୍ୟଟି ତୀବ୍ର ହବ। ମହାକାଳୀ କାର୍ଯ୍ୟ କରିବାକୁ ହେଲେ କଣ ସବୁ ଜିନିଷ ଦରକାର? ଉଦାସୀନ୍ୟ ରଖିବାନି, ଶୈଥିଲ୍ୟ ହବାନି, ଆଳସ୍ୟ ହବାନି, ଦୀର୍ଘସୂତ୍ରୀ ହବାନି। ଏଇସବୁ ଯଦି ଆମେ ନ କରିକି ସରଳ ହେଇପାରିବା, ଅକପଟ ହେଇପାରିବା, ଆମ ଭିତରେ ଗୋଟେ ଆସ୍ପୃହାଟି ରହିବ, ଗୋଟେ ଅଗ୍ନିଶିଖା ଭଳି, ତାହେଲେ ତାଙ୍କର କାର୍ଯ୍ୟଟି ଆମ ଭିତରେ ସହଜ ହେଇପାରିବ। ତେଣୁ ଏଇସବୁକୁ ଆମେ ଏଇ ଲେଖା ଗୁଡିକ ଭିତରୁ ଖୋଜିବା ଯେ ମୋର କଣ କର୍ତ୍ତବ୍ୟ କରି ମୁଁ କଣ କରିବି, କାରଣ ତାଙ୍କର କାର୍ଯ୍ୟ ଉପରେ ମୋର କିଛି ନିୟନ୍ତ୍ରଣ ନାହିଁ। ସେ ତ କାର୍ଯ୍ୟ କରୁଛନ୍ତି, ଖାଲି ସେଟା ମତେ ବୁଝିବି ହଁ ଯେ ସେ ବିଷୟରେ ଏମିତି ଏମିତି କାର୍ଯ୍ୟ କରୁଛନ୍ତି କହି, ଏଇ ବିଭାଗ ଏଇ କାମ, ସେଥିରେ ମୋର କିଛି ନାହିଁ। ମୁଁ ତାକୁ ଚେଞ୍ଜ କରୁନାହିଁ, ମୁଁ ତାକୁ କହୁନାହିଁ ଯେ ତୁମେ ଏ କାର୍ଯ୍ୟ କର କି ସେ କାର୍ଯ୍ୟ କର, ସେ ନିଜେ ତାକୁ କରୁଛନ୍ତି। ତ ଅନଲି ଟୁ ନୋ ଦ୍ୟାଟ୍, ଆମେ ତାକୁ ଜାଣିବା ଯେ ସେ କଣ କରୁଛନ୍ତି, କିନ୍ତୁ ସେଥିରେ ଆମର କିଛି ଭୂମିକା ନାହିଁ। ଆମର କାମଟା ହଉଛି ଆମଠୁ ସେ କଣ ଚାହୁଁଛନ୍ତି, ଆମକୁ ସେମିତି ହେବାକୁ ପଡେ। ତେଣୁ ଏଇ ଯୋଉ ପ୍ରତ୍ୟେକ ବିଭାବର ଲେଖା ଗୁଡିକ ଭିତରେ ଆମେ ଖୋଜିବା ଯେ ସେ ବିଭାବ ମୋ ଠାରୁ କଣ ଚାହୁଁଛନ୍ତି, ସେ ଡିଭାଇନ ମୋ ଠାରୁ କଣ ଏକ୍ସପେକ୍ଟ କରୁଛନ୍ତି, ତାକୁ ହିଁ ମୁଁ ପ୍ରାକ୍ଟିସ କଲେ ସେ ଶକ୍ତିଟା ଆମରି ମାନଙ୍କ ଭିତରେ ବି ଧୀରେ ଧୀରେ କାର୍ଯ୍ୟ କରେ। ଆଲୋଚନାଟିକୁ ଏଠି ରଖିବା ଆଜି, ଏତିକି ମନେ ରଖିଥାନ୍ତୁ ଯେତିକି ଦୂର ଆଲୋଚନା ହେଇଛି, ପରବର୍ତ୍ତୀଟିକୁ ଆଉ ଥରେ କରି ଆମେ ଆଲୋଚନା କରିବା।